ହେଇଛି ଏବେ ରୋଷେଇ ସରିଲାଣି ସବୁ ମମି ଏବେ ଦୀପ ଲଗାଉଛି ଆଉ ଦେଖନ୍ତୁ ଏଠି ସମସ୍ତେ ମିଶିକିରି ଖାଉଛନ୍ତି। ତବେ ମମି ଏବେ ବସିପଡ଼ିଲା। ଆଜି କ'ଣ ଚିତା ପକେଇ ଅଛି ମମି? ହଁ ବା କାଲି ହେଉଛି ସୁଦଶା ବ୍ରତ ଗୁରୁବାର ନୁହଁ। ହଁ କାଲି ଗୁରୁବାର ସୁଦାସ ଆମର ତ ବସ ନା। ମାଣବସା ଯାକେ ଚିତା ପଡ଼ାଏ। ହଁ ମାନେ ଉଜିଆ ଯାଇକି ମାଘ ମାସରେ ଉଜିଆ ହେବେ ନା ହଁ ପଡ଼ାଯାଏ। ଆଉ କାଲି ହେଉଛି ସୁଦଶା ବ୍ରତ ପଡ଼ୁଛି ଗୁରୁବାର ଶାମ୍ବ ଦଶମୀ କାଲି ଦୁଇଟା ଓଷା ଏକାବେଳେ ପଡ଼ୁଛି। ତ କାଲି ଗୁରୁବାର ପାଇଁ ଏବେ ଚିତା ପଡ଼ିଯାଉଛି ଘରେ। ଏ ସବୁଆଡ଼େ ପଡ଼ିବ ନା ଖାଲି ଦୁଆର ବନ୍ଧରେ? ପଡ଼ିଲାଣି ନାଇଁ ଦୁଆର ବନ୍ଧରେ ଖାଲି ପଡ଼ିବ। ଦୁଆର ଖାଲି ବନ୍ଧରେ ଦୁଆରେ ପକେଇ ସାରିଲାଣି ସବୁ ଦୁଆର ଖାଲି ଏଇ ଦୁଆର ଅଛି ଦାଣ୍ଡ ଦୁଆରଟା ଅଛି। ହଁ ତାହେଲେ ଏପଟେ ଆସିକି ପଡ଼ିଯାଇଛି ଆଉ ହଁ ଏପଟେ ପଡ଼ିଯାଇଛି ତ। ଆଜି କ'ଣ ଆଣିଛନ୍ତି ବାବା ଖାଇବାକୁ? କ'ଣ ଆଣିଛନ୍ତି ଦେଖିନି। କ'ଣ ଆସିଛି? ସାଲଟ ଆସିଛି ମାନେ ଯୋଉ ବୁଟ ସୋଲା ସୋଲା ଆସିଛି ସାଲାଡ଼ ବୁଟ ସୋଲା ଆସିଯାଇଛି। ସୋଲା ଆସିଯାଇଛି। ଅଛନ୍ତି ଖାଇବେ କିଏ କିଏ? ବୁଟ ସୋଲା ଏଠି ଆଉ ସିବୁନା ଖାଇବ ମା ଖାଇବ। ଆଉ ଏଇଟା ହଉଛି ମୋର ଆଉ ସେ ଦିଟାକୁ ହଁ ସମସ୍ତଙ୍କୁ ଯୋଡ଼େ ହବ ନା କ'ଣ? ସମସ୍ତଙ୍କର ଯୋଡ଼େ। ହଁ ଚାଲ ଖାଇବା ଆଉ। କେମିତି ହେଇଛି କହିଲେ ସିବୁନା? ଭଲ ଦେଖାଉନି? ପୁରା ବଢ଼ିଆ ଦେଖାଯାଉଛି। ସମସ୍ତଙ୍କୁ ମୋର ନମସ୍କାର, ଜୟ ଜଗନ୍ନାଥ। ମୁଁ ସ୍ୱାଗତ କରୁଛି ଆୟୁଷ ବେହେରା ଓଡ଼ିଆ ବ୍ଲଗ୍କୁ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ ଆଉ ଆମେ ବି ଏମିତି ଭଲରେ ଅଛୁ। ଆଉ ଏବେ ତ ସକାଳ ହେଇଯାଇଛି ଆଉ ଆଜି ହେଉଛି ଶାମ୍ବ ଦଶମୀ। ଶାମ୍ବ ଦଶମୀରେ ସବୁ ତ ପୂଜାପୂଜି ହେବ ରୋଷେଇ ହେଲେ। ଆଉ ଏବେ ଚାଲିଛି ରୋଷେଇ ଚାଲିଛି। ଆଉ ଆପଣମାନଙ୍କୁ ଆଉ କ'ଣ କହିବି? ଏବେ ଚାଲନ୍ତୁ ଆଉ ଡେରି ନ କରିକି ଦେଖିବା ଆମ ନ୍ୟୁ ବ୍ଲଗ୍। ହଁ ଆଜି କ'ଣ ଶାଗ ଅଛି ନା କ'ଣ ଏଠି ସକାଳୁ? ଆଜି ବା ଦଶମୀ ସବୁ ଶାଗ ବାଛୁଛି, ପରିବା ସବୁ କାଟିଛି, ସବୁ ପରିବା ହଁ ଆଜି ଦଶମୀ ନା। ସବୁ ଲାଗି ହବ। ହଁ ଏଠି ଶାଗ ଅଛି ତ ମା ଅଛି। ଆଉ ଏପଟେ ମମି ଆଜି ଦଶମୀ ଟି? ଦଶମୀ କେତେ କାମ ସଇଲି ସକାଳୁ। ହଁ ଇଆଡ଼େ ସବୁ ପରିବା ପତ୍ର ଥୁଆ ହେଇଛି, କ୍ଷୀରି ବସିଛି ଆଉ ଗ୍ରାଇଣ୍ଡର ଏଠି ହେଇଗଲାଣି ଚାଉଳ। ଏଠି ପରିବା କଟା ହେଇକି ଥୁଆ ହେଇଯାଇଛି ସବୁ ପରିବା କଟା ହେଇଯାଇଛି। ଏଠି ଗ୍ରାଇଣ୍ଡିଙ୍ଗ ହେଉଥିଲା କ'ଣଟେ। ଆଉ ଏଠି ରୋଷେଇ ଏଠି କ'ଣ ବସିଛି ଚଉଲିରେ? କ୍ଷୀରି ବସିଛି। ଏବେ ଏଠି କ୍ଷୀରି ବସିଯାଇଛି। ଆଉ କ୍ଷୀରି ବସିଯାଇଛି। ଆଗ କ୍ଷୀରି ବସିଲା ତାପରେ ଖିଚଡ଼ି ହେବ। କେତେ କ'ଣ ରୋଷେଇ ହେବ ଏଇନା। ଆଜି ବି ବ୍ରତ ଗୁରୁବାର ହେଉଛି, ମାନେ ବ୍ରତ ପଡ଼ୁଛି, ପୂଜା ହେବ ଏଇନା, ମଣ୍ଡା ପିଠା ହେବ ନା ରୋଷେଇ ତମର ସଇଲେ? ନା ଏବେ କ'ଣ ପିଠା ହେଉଛି ନା କ'ଣ ପୂଜା ପାଇଁ? ମଣ୍ଡା ପିଠା ବ୍ରତ ପୂଜା ହେବ ତ। ହଁ ଏବେ କ୍ଷୀରି ସେଥିରୁ ସିଟି ଓହ୍ଲେଇଦେଲି, ହଁ ସେଠି ବସିକିରି ଏଠି କ୍ଷୀରି ବସିଛି ତ ଏପଟେ ଚୁଲିରେ କ୍ଷୀରି ବସିଛି। ଏପଟେ ପିଠା ହେଇସାରିଲାଣି, ସେଠି ଡାଲମା ହେଇସାରିଲାଣି। ଡାଲମା ହେଇସାରିଲାଣି ବି। ସେଇ ଡାଲମା ବୋଧେ ଦେଖେ ଏଠି ପିଠା ଥୁଆ ହେଇଛି ଆଉ ଏଠି ଡାଲମା ହେଇଯାଇଛି ଆଉ। ହଁ ତ କାଲି ପିଠା ଯାଉଛି କୁଆଡ଼େ ପୂଜା ହେବା ପାଇଁ ନା କ'ଣ? ହଁ ହଉ ହଉ ଆଜି ଦୁଇଟା ଓଷା, ହଁ ଆଜି ଦଶମୀ କି ଏଣେ ବ୍ରତ ପୂଜା। ଆଜି ଦଶମୀ ଆଉ ବ୍ରତ ପୂଜା ଆଉ। ତ ଏବେ ଦେଖନ୍ତୁ ସମସ୍ତେ ମମି ଏବେ ଚିତା ପକାଉଥିଲା। ଆଉ ଏବେ ଚିତା ପକାଉଛି ସକାଳୁ ନା। ପୂଜା ହେବ ଏଇନା, ସରିଲାଣି ରୋଷେଇ ସରିଲାଣି। ସରିଲାଣି ସାଡ଼େ ବ୍ରତ ପୂଜା କରିକି ଆସିଲି ହେରି ହଁ ମଣ୍ଡା ପିଠା ନେଇକି। ଆଉ ଏଠି ପୂଜା କରିଦେଲେ ଗଲା ଆଉ। ଚିତା ପକେଇ ଅଛି ଏବେ ଏଇଠି ପୁଣି ଏଇଠି ରାତି ପୂଜା। ଏଇ ରାତି ପୂଜାରେ ହବ ନା। ଛାତ ଉପରେ ତାହେଲେ ଏଇନେ ପୂଜା ହବ। ଏଇନେ ଏଠି ପୂଜା ହେବ। ଏବେ ଏଠି ପୂଜା ସଜେଇକି ଆଣିବି ହେରି, ଇଏ କରିଦେବି। ଖରା ଅଛି, ଖରା ଆସିଲାଣି ହେରି। ହଁ ଏବେ ରୋଷେଇ ସରିଲାଣି ସବୁ ମମି? ସରିଲାଣି, ଖାଲି ଶାଗଟା ହେଇଗଲା ନା ଦିଆହବ। ଶାଗ ଖାଲି ହେଉଛି ନା ଏବେ? ଆଉ ସବୁ ସରିଲାଣି ରୋଷେଇ? ହଁ ସରିଲାଣି, ସବୁ ସରିଲାଣି। ତ ଏବେ ଖାଲି ଶାଗଟା ହେଇଗଲା ପରେ ପୂଜା ହେଇଯିବ ଆଉ। ସାନ କହିଲେ ମୋତେ ଭୋକ କଲେଇଲେ ଆଉ। ହଁ ସକାଳୁ ଛତୁଆ ଖାଇଛି। ଆଉ କିଛି ଏଠି ଖାଇନୁ? ମୁଁ ଖାଇନି କିଛି ହେଇନି ସକାଳୁ କିଛି ଖାଇନି। ଆଉ ଏଠି କ'ଣ କ୍ଷୀରି ବସିଛି? ହଁ କ୍ଷୀରି ହେଇଯାଇଛି। ହେଇସାରିଲାଣି। ଖାଲି ଶାଗଟା ହେଇଗଲେ ଏଠି ନେଣ୍ଡି ଦେଇଦେବା ଆଉ। ତ ଏବେ ଦେଖିପାରୁଥିବେ ମମି ଏବେ ଯାଉଛି ପୂଜା କରିବାକୁ ଛାତ ଉପରେ। ପୂଜା କରିବା ପାଇଁ ଆଉ। ଏବେ ଛାତ ଉପରେ ସେଇଠି ନା ପୂଜା ହବ। ଚାଲ ଯିବା। ତୁ କୁଆଡ଼େ? ତ ଏବେ ଏଠି ସବୁ ଥୁଆ ହେଇଛି। ଏବେ ମା ଏବେ ଦୀପ ଲଗାଉଛି ଆଉ। ପବନଟା ହେଉଛି ବା ଜୋରେ ମା। ଲାଗିଯିବ କେମିତି? ହଁ ଲାଗିଲାଣି ଆଉ। ଏବେ ପୂଜା ହେବା ପାଇଁ ମମି ବି ଆସିଗଲା। ତ ଏବେ ପୂଜା ସରିଗଲାଣି।
ପାଣି ଛଡ଼ା ହେଇଯାଇଛି। ଏବେ ତ ମା ହୁଡ଼ରେ ଦେଉଛି ଆଉ। ମା ପୂଜା ସରିଲାଣି ସବୁ? ହଁ ତେବେ ପୂଜା ସରିଲାଣି ଆଉ ଦିଅଙ୍କର। ଆୟୁଷ ମୁଣ୍ଡିଆ ମାରିଦେ। ହଁ ସରିଲାଣି ଟି ପୂଜା? ହଉ ଆସ ଯିବା। କାଉ ଦୀପ ନବନି। କାଉ ଦୀପ ନେଇଯିବ। ହଁ ହଉ ଆସ ଯିବା ଆଉ। ଏବେ ପୂଜା ତ ସରିଲାଣି ଛାତ ଉପରେ। ଘଣ୍ଟି ବଜେଇ ବଜେଇ ଆସି ଜୋରେ ଖାଲି ଏମିତି ଓହୋ କାନ କହି ହେଉଛି ବା ବହୁତ ଜୋରେ। ହଁ ଇଶାଣରେ ବି ପୂଜା କରାହବ ଆଉ। ଚାଲ ହଁ ଏବେ ଦେଖିପାରୁଥିବେ ବଢ଼ା ହେଇସାରିଲାଣି ଖାଇବା ପାଇଁ। ଏବେ ପୂଜା ତ ସରିଲାଣି। ଏତେ ମୁଁ ତ ଏଇନୁ ବସି ପଡ଼ିବି ଏଥିରେ ଆଉ। ହଁ ତାପରେ ତମେ ଯଦି ଖାଇବ ଆଉ। ଏଠି କ'ଣ ଆଜି ହେଇଛି? ଅନ୍ନ ତାପରେ ଏଠି ଡାଲମା ଶାଗ ଖଟା ଖଟା ହେଇଛି ହେଇନି। ଖଟା ଓଉ ମିଳିଲାନି ବା ଆମର ଏଠି। ହଁ ଏଠି କ୍ଷୀରି ହେଇଛି ଆଉ। ଟମାଟୋ ତ ଭୋଗ ହୁଏନି ଆଉ। ଟମାଟୋ ବାବା ଆଣିଥିଲେ ଯେ ବାବା ଟମାଟୋ କ'ଣ ଭୋଗ ହୁଏ? ନା ନା ଟମାଟୋ ଖଟା ଭୋଗ ହୁଏନି। ହଉ ଚାଲ ଖାଅ। ଦେଖନ୍ତୁ ଏଠି ସମସ୍ତେ ମିଶିକିରି ଖାଉଛନ୍ତି। ଆୟୁଷ ତ ଏକୁଟିଆ ଖାଉଛନ୍ତି ଆଗୁଆ। ତାପରେ ସମସ୍ତେ ବସି ପଡ଼ିଲେ ଖାଇବାକୁ। ଆଉ ବୋଉ ତ ଏଠି ବସିକି ଖାଉଛନ୍ତି। ଖାଇନି ଖାଇବି ଆଉ। ଏପଟେ ନାଗି ହେରିକା ସବୁ ଥିଲା ତ ବୋଉ ସମସ୍ତେ ଟିକେ ଟିକେ ନାଗି ପାଇଥିଲେ ଏଥିରୁ ଆଉ ସମସ୍ତେ ଆସିକି ଏଠିକି ବସି ପଡ଼ିଲେ ଆଉ। ତାପରେ ମମି ଏବେ ବସି ପଡ଼ିଲା ଖାଇବା ପାଇଁ। ଏଥର ଖାଇସାରିବ ନା ଚାଲନ୍ତୁ ତ ଖାଇବୁ ଆଉ। ଖାଇସାରିଲେଣି କେତେ ଆହୁରି କେତେ କାମ ଅଛି ନା ବିରି ଚାଉଳ ସବୁ ଧୁଆ ହେବ ଗଡ଼ିଆ ହେବ ତା ଦେହରେ ଗୋଡ଼ି ଅଛି। ହଁ କେତେ କାମ ପୁଣି ରାତି ପାଇଁ ପିଠା ପୁଣି ରାତି ପାଇଁ କାମ। ହଁ ହଁ ଖାଇଦେଲେ ଆଗରୁ ତ ମା ଏଠି ବସିଥିଲା ଖାଇସାରିଲାଣି। ଆମେ ସମସ୍ତେ ବସିଥିଲୁ ଏଠି ଉଠି ସାରିଲୁଣି ଆଉ ଖାଇକି ଆଉ। ଖାଲି ମମି ଖାଉଛି ଆଉ। ଗଲେ ସାନୁ ହେରିକା ଦେଖିବା। ହଁ ଏଇଠି ବସିଛୁ ମା ପାଖରେ। ମୁଁ କହୁଛି କୁଆଡ଼େ ଗଲା? ଓହୋ ଆଇସ ଏଠି ଖରା ଲାଗୁଛି ବୋଲି ମାନେ ଏଠି ଖରା ମାଡ଼ୁଛି ବୋଲି ଖରାରେ ବସିଛି। ଶୀତ ଲାଗୁଛି ବୋଲି ଆଉ ଏଠି ତ ବୋଉ ଶୋଇଛନ୍ତି ଏଠି। ମାନେ ସବୁ ତ ପୂଜାପୂଜି ସରିଗଲା ଖାଇବା ପିଇବା ସରିଗଲା ଆଉ ସେ ତ ବୋଉ ଏଠି ଶୋଇପଡ଼ିଛନ୍ତି। ଆଇସ ଏଠି ବସିଛନ୍ତି ତାଙ୍କ ମା ପାଖରେ ଆଉ ଖରା ଖାଉଛି ଆଉ। ହଁ ତମେ ଆସିକି ଚୁଲି ପାଖରେ ତମର ତ ଡ୍ୟୁଟି ରୋଷେଇ ସାରିଲା ପରେ ଖାଇସାରିଲା ପରେ ତମର ତ ଡ୍ୟୁଟି ହେଉଛି ଚୁଲି ପାଖ ଆଉ ନା ଥଣ୍ଡା ଲାଗିଲା ଚୁଲି ହେରିକା ଲିପା ହେଇନି ତମେ ଆସିକି ବସିଛ ଏଠି ନା। ଏଇନା ହେଉଛି କ'ଣ ହେବ କହିଲ ପୁଣି ଏଇନେ ରୋଷେଇ ହେବ ତିଆରି ହେବ ନା ରାତି ପାଇଁକା। ହଁ ରାତି ପାଇଁକା ବଟା ବଟି ହେବ ସବୁ ହେବ ଗୋଳାଗୋଳି ହେଇକି। ଧୂଆଁ କାହିଁ ହେଲା କି କିଏ କ'ଣ ପକେଇଲା କି? ଆଜି ଯୋଡ଼େ ଚୁଲି ଲାଗିଥିଲା ଜାଣିଛ ନା ନାଇଁ? ସେ ଚୁଲିଟା ହଁ ଏଇ ଚୁଲିଟା ଲାଗିଥିଲା ଆଉ ସେ ଏଇ ଚୁଲିଟା ଲାଗିଥିଲା ରଡ଼ ଏଇ ଚୁଲି ବସିଛନ୍ତି ଚୁଲି ମୁଣ୍ଡେ ଆଉ। ଆଜି ପାଇଁ ଭିଡ଼ିଓଟି ଏଇଠି ଏଣ୍ଡ କରୁଛୁ। ରହୁଛୁ। ନମସ୍କାର। ଜୟ ଜଗନ୍ନାଥ।